ଦେଖନ୍ତୁ ପ୍ରତ୍ୟେକ ସଂଗଠନର ଗଣତାନ୍ତ୍ରିକରେ ପ୍ରତିବାଦ କରିବାର ଅଛି, ପ୍ରତିବାଦ କରୁଥିଲେ। ସେଥିପାଇଁ ବିଧାନସଭା ସେମାନେ ଅପୋଜିସନ୍ ଲିଡର ଉଠେଇଲେ ସେଇ କଥା, ଉପବାଚସ୍ପତି ବନ୍ଦ କଲେ। ଚାଷୀଙ୍କ ସମସ୍ୟା ଉପରେ ଯେତେବେଳେ ଯେଉଁ ସମୟରେ ଆସିବ ଚାଷୀମାନଙ୍କ କଥା ମୁଁ ନିଶ୍ଚିତ ଭାବରେ ତା ଉପରେ ମୋର ମନ୍ତବ୍ୟ ରଖିବି, କାରଣ ମୁଁ ଜଣେ ଚଷାଙ୍କ ପାଇଁ ଯାହା ହେବ ତା ଉପରେ ମୁଁ ବାଇଟ୍ ରଖିବି। ମୋତେ ନବନିର୍ମାଣ କୃଷକ ମହାସଂଘ କୌଣସି ଦାବିପତ୍ର ଦେଇନାହିଁ ବର୍ତ୍ତମାନ ସୁଦ୍ଧା। ଗଣମାଧ୍ୟମରେ ପଢ଼ୁଛୁ, ଗଣମାଧ୍ୟମରେ କ'ଣ ଯାହା ସବୁ ହେଉଛି ସବୁ ସତ୍ୟ? ପେନ୍ସନ୍ ଗୋଟେ ଚାଷୀକୁ ମାସିକ 5,000 ଟଙ୍କା ଦେଲେ ଆପଣଙ୍କର ବାର୍ଷିକ 25,000 କୋଟି ଟଙ୍କାରୁ ଅଧିକ ହେବ। ଓଡ଼ିଶା ଭଳି ବଜେଟ୍ ଭିତରେ କଦାପି କୌଣସି ମତେ ଏହା ସମ୍ଭବପର ହୋଇପାରିବ? ଆପଣ ନିଜେ ତାକୁ ସମୀକ୍ଷା କରନ୍ତୁ, ନହେଲେ ଆପଣଙ୍କର ଯେଉଁ ସମୀକ୍ଷା ଟେବୁଲ୍ ହେଉଛି ତାପରେ ବସିକି ଆମକୁ ଡାକନ୍ତୁ, ତାଙ୍କୁ ଡାକନ୍ତୁ, ସେଇଠି ଆଲୋଚନା ହେବ।